ଯେତେ ରୋଜଗାର କଲେ ବି ଆପଣଙ୍କ ପାଖରେ ରହୁନି କି ଟଙ୍କା ସଞ୍ଚୟର ଏହି ମୁଖ୍ୟ ଉପାୟ ଗୁଡ଼ିକ କହିଯାଇଛନ୍ତି ଚାଣକ୍ୟ। ଆସନ୍ତୁ ଜାଣିନେବା। ନମସ୍କାର, ଶୁଭ ସକାଳର ଆପଣ ସମସ୍ତଙ୍କୁ ଶୁଭେଚ୍ଛା, ଶୁଭକାମନା। ଦର୍ଶକ ବନ୍ଧୁ, ଯେତେ ରୋଜଗାର କଲେ ମଧ୍ୟ ପାଖରେ ଆପଣଙ୍କର ରହୁନି କି ଟଙ୍କା, ଏହାକୁ ନେଇ ସର୍ବଶ୍ରେଷ୍ଠ ଅର୍ଥନୀତିଜ୍ଞ ଏବଂ ରଣନୀତିଜ୍ଞ ଚାଣକ୍ୟ ତାଙ୍କର ନୀତିରେ କହିଛନ୍ତି କିଛି କୁ ଅଭ୍ୟାସ ବା ମନ୍ଦ ଅଭ୍ୟାସ ପାଇଁ ପାଖରେ ଟଙ୍କା ରହେ ନାହିଁ। ଟଙ୍କା ଉପାର୍ଜନ କରିବା ଯଥେଷ୍ଟ ନୁହଁ, ଏହାକୁ ପରିଚାଳନା କରିବା ଏବଂ ସଠିକ୍ ଦିଗରେ ବିନିଯୋଗ କରିବା ମଧ୍ୟ ଆବଶ୍ୟକ ଅଟେ। ଯଦି ଆପଣ ଚାହାନ୍ତି ଯେ ଆପଣଙ୍କର ଟଙ୍କା ସ୍ଥାୟୀ ହେଉ ଏବଂ ବୃଦ୍ଧି ପାଉ, ତେବେ ଆପଣଙ୍କୁ ପ୍ରଥମେ ସେହି ଅଭ୍ୟାସ ଗୁଡ଼ିକୁ ଚିହ୍ନଟ କରିବାକୁ ପଡ଼ିବ ଯାହା ଆପଣଙ୍କର ଆର୍ଥିକ ଭବିଷ୍ୟତ ପାଇଁ ବିପଦ ସୃଷ୍ଟି କରୁଛି। ତେବେ ଚାଣକ୍ୟଙ୍କ ନୀତିରେ ସ୍ପଷ୍ଟ ଭାବରେ କୁହାଯାଇଛି, ଯେଉଁମାନେ ଅଳସୁଆ ଏବଂ ଅନୁଶାସନହୀନ ଜୀବନଯାପନ କରନ୍ତି ସେମାନଙ୍କ ପାଖରେ ଟଙ୍କା ଅଧିକ ଦିନ ସ୍ଥାୟୀ ଭାବରେ ରହେ ନାହିଁ। ଏପରି ଲୋକମାନେ ରୋଜଗାରର ସୁଯୋଗ ହରାଇଥାନ୍ତି ଏବଂ ସେମାନଙ୍କର ଟଙ୍କାକୁ ସଠିକ୍ ଭାବରେ ପରିଚାଳନା କରିବାରେ ସେମାନେ ବିଫଳ ହୁଅନ୍ତି। ଯେଉଁ ବ୍ୟକ୍ତି କେବଳ ନିଜର କାମ ପାଇଁ ଏବଂ ଅନ୍ୟମାନଙ୍କର ମଙ୍ଗଳ ପାଇଁ ଚିନ୍ତା କରନ୍ତି ନାହିଁ, ସେ ଶୀଘ୍ର ନିଜର ସମ୍ପତ୍ତି ହରାଇଥାନ୍ତି। ଚାଣକ୍ୟଙ୍କ ଅନୁସାରେ ଟଙ୍କା କେବଳ ସେମାନଙ୍କ ପାଇଁ ରହିଥାଏ ଯେଉଁମାନେ ଉଦାର, ଜ୍ଞାନୀ ଏବଂ ସାମାଜିକ ସଚେତନ ଅଟନ୍ତି। ଅତ୍ୟଧିକ ଲୋଭୀ ଲୋକମାନେ ଅଯଥା ନିବେଶ କରନ୍ତି ଏବଂ ଶୀଘ୍ର ଟଙ୍କାକୁ ହରାଇ ଦିଅନ୍ତି। ଅନ୍ୟପକ୍ଷରେ ଯେଉଁମାନେ ଧୈର୍ଯ୍ୟର ସହିତ ସେମାନଙ୍କର ସମ୍ବଳକୁ ବୃଦ୍ଧି କରନ୍ତି, ବୁଦ୍ଧିମାନ ଭାବରେ ଖର୍ଚ୍ଚ କରନ୍ତି, ସେମାନେ ଦୀର୍ଘକାଳୀନ ଭାବରେ ସେମାନଙ୍କର ସମ୍ପତ୍ତିକୁ ବୃଦ୍ଧି ପାଆନ୍ତି। ଦର୍ଶକ ବନ୍ଧୁ, ଚାଣକ୍ୟ କହିଛନ୍ତି, ଯେଉଁ ଲୋକମାନଙ୍କର ଅତ୍ୟଧିକ ଭୟ, ଈର୍ଷା ଏବଂ ଚିନ୍ତା ରହିଥାଏ ସେମାନଙ୍କର ଟଙ୍କା ମଧ୍ୟ ସ୍ଥାୟୀ ହୁଏ ନାହିଁ। ମାନସିକ ଅଶାନ୍ତି ସେମାନଙ୍କୁ ବୁଦ୍ଧିମାନ ନିଷ୍ପତ୍ତି ନେବାରୁ ବାଧା ଦିଏ ଏବଂ ପ୍ରାୟତଃ ସୁଯୋଗ ହରାଇବାକୁ ପଡ଼ିଥାଏ। ଧନ କେବଳ ସକ୍ଷମ, ଶୃଙ୍ଖଳିତ ଏବଂ ଜ୍ଞାନୀ ଲୋକଙ୍କ ପାଇଁ ହିଁ ରହିଥାଏ। ତେଣୁ ଆଳସ୍ୟ, ଲୋଭ ଏବଂ ସ୍ୱାର୍ଥପରତା ପରିହାର କରନ୍ତୁ, ବୁଦ୍ଧିମାନ ଭାବରେ ଟଙ୍କାକୁ ବିନିଯୋଗ କରନ୍ତୁ ଏବଂ ଧୈର୍ଯ୍ୟ ରଖନ୍ତୁ। ଧନ୍ୟବାଦ, ନମସ୍କାର। DTV ओडिया देखिवा पाई सब्सक्राइब करंतु एवं बेल आइकन को मध्य दबाई दियंतु।